हेलो हाँ 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 से भारी अच्छी से तो उगुलाटा जानतु एटा मिसेई बोले 15 थर खंड बाहागर भांगी हाँ एटा 16तम बाहागर देखिए भगवान तेले हब हब ना मु कौन करी 15-16टा तार देखिले आशा आशा तुम रहीगला हाउ हाउ भाई केते पैसा ये 180 टका तू जाइलु हमरी तो एरिया रे दुकान देकी 180 टका नाइ आज्ञा हबनी और रख तू गोटा काम कर तू खा फेरला बेले मन नहीं जीव 180 ହେଇଛି आज्ञा आ 20 टका देबी मिसेई कोन खाए हमरी धनटा जा मुझे आइला बेले देबी मन खराब करना हैला अबे देई थांती चेंज नाही केते टका 180 हौ ठीक अछि आसिला बेले मु निश्चित देबी आज्ञा तो नाडे कोन किरे ना बाबू ना मोरी एरिया पिला तू हौ हौ मुटी आउ चला आइला बेले निश्चित तो 180 टका आ 20 टका देबी हैला गुन्नाईटा केते लेट कलेनी से 10टा डाकिले आसी 12टा हेलानी गुन्नाई करे गुन्नाई ए गुन्नाई ने 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 बाहागर मु काई एटे ये गुन्नाई हौ हौ ए गुन्नाई अबिका मु तम घर पळै थांती हां तो भल पिला नो तू 12टा कर सैलुनु कौन है आग मगे आसुन तम एते लेट कइना अरे आसिन कौन मु सेने दुनिया काम मोर थला तो जानी जे तोते कथा देला माने मु निश्चित आसी चलो चलो हैला जीवा चलो 10टा कोई 12टा हेला अरे डकई तो देली दुकान बंद खरा होउची पानी टपा नाही मु भाबितली तू घरे थबो घरे टी कोन टी पड़ छोड़ खाई दी पळै जाइथाउ ए दुकान खाइ दवा दो दुकान रे खाई आकर अछि दुकान चलो सुन ଭଲ ଭାବରେ ଜାଣିଛୁ ତୋର 6ଟା ବାଜିଲେ ଦୋଷ ଅଛି ଜାଣିଛୁ ନା ନାଇଁ 6ଟା ପୂର୍ବରୁ 5:30ରେ ତାଙ୍କ ଘରୁ ବାହାରିବୁ ଆଉ ରହିବୁନୁ ହେଲା ଚାଲ ଚାଲ ତ କହିଦେଲି ଭଲରେ ନହେଲେ ବେଲୁନ ଫାଟିଯିବ ତୁ ଧରା ପଡିବି ଧରା पड़िबे କହିଲି ବା 6ଟା पूर्व आसी ଆଗରେ ତୋର 16ଟା ଏଇଟା ଯଦି ଭାଙ୍ଗିଯିବ 16ଟା ତୋର ହେଇଯିବ तम हातର ମୁଁ କହିଦେଲି ହେଲା ଭଲ ବ୍ୟବହାର କରିବୁ 6ଟା ପୂର୍ବରୁ ସେଠୁ ପଳେଇ ଆସିବୁ ହେଲା 6ଟା ପରେ ରହିବୁ କାରଣ ମୁଁ ଦେଖ ମୁଁ ତୋର ସାଙ୍ଗ ମୁଁ ତୋର ଶୁଭ ଚିନ୍ତିତ ହେଲା ମୁଁ ଯାହା କହୁଛି ମୋ କଥାରେ ଯିବୁ ବାହାଘର ବି ଭଲ ରହିବ 6ଟା ପୂର୍ବରୁ ତେତେ ତ ଦେଖାଯାଏ ତୁ ଜାଣିଛୁ କଣ କରିବା ନାଇଁ ସେଇ ହିସାବରେ ଏଇଟା ବାହାଘର କିନ୍ତୁ ପକ୍କା ତୁ ଦେଖିବାକୁ ସୁନ୍ଦର ଚାକିରି କରିଛୁ କଣ ଅଭାବ ତୋର ହେଲା ଗୋଟେ ପ୍ରୋବ୍ଲେମ ଆଉ 6ଟା ପୂର୍ବରୁ କିଛି ଏପଟ ସେପଟ କରିବୁ ନହେଲେ ମୁଁ ଉପରେ ମାଡ଼ ଘର ବସିବୁ ତୁ ଅନ୍ଧାର କଣ ମାଡ଼ ଖାଇବୁ ହେଲା ହଉ ଚାଲ ହେଲା ଘର ଆସିଗଲା ଆଉ ତମର କଣ ବନ୍ଦ ହେଇଗଲା ଗାଡି ଗାଡି ଏମିତି ବେଳେ ବେଳେ ହଉଛି ହଇରାଣ କରୁଛି ମୁଁ ଜାଣିନି ର ସାଙ୍ଗ କଣ କରିବା ମୁଣ୍ଡ କିଛି କାମ କର କଣ କରିବା ଗୋଟେ କାମ କରିବା ତୁ ବ ମୁଁ ଗଡଉଛି ମିଛରେ କହିବା ଗାଡିରୁ ତେଲ ଚୋରି କରି ନେଲେ ଆଉ ହେଲା ନା ନାଇଁ ହଁ ଚାଲ ତୁ ବ ମୁଁ ଗଡଉଛି ନାଇଁ ନାଇଁ ହବ ନାଇଁ କଣ କରି ବାହା ହବୁ ତୁ ଫଳୁଆ ପଇଲି ମୁଁ ବଢିଆ ସାଙ୍ଗ ସାଙ୍ଗ ମୋର ଅଭାବ ହଉ ରେ ପୁଅ ଆଉ ମତେ ଗୋଟେ କଣ ପ୍ରୋଗ୍ରାମ ଦେଇଦବୁ ଆଉ କଷ୍ଟର ଫଳ ଦେଇଦବୁ ବାହାଘର ହେଲେ ହବ ଆଉ अरे कुआड़े गला कुआड़े जाइथिले के पुओ देखुतल ना निजे देखा करिया जाइथिलु एते बड़ आइलानी बा कोउठी काई केई आसी ना बेणे भाई रागुचा काई एमितिया पुओ देखि मंगा लागियो हौ हौ तू टिके अन्ना ताऊ कोउठी हेलेनी आइलेनी बा भाई आइलेनी कि देखिलु
ଆବେ ଶଳା ତୋତେ ତ ଦେଖାଯାଉନି ମତେ କୁଆଡେ ଦେଖାଯିବ? ଆବେ ଆଇଲିଣି ବା ଆଗକୁ ଆସୁନି ଜାକି କଣ ହଉଛି? ତୁ ଆମର ସିଧା ଠିଆ ଯା, ଆଉ ଏମିତି ଅନାନି, ନହେଲେ ସେ ଖରାପ ଭାବିବେ କି କଣ ଭାବିବେ। ଠିଆ ଯା। ଆବେ ସାଙ୍ଗ କି ଗାଁକୁ ଆଇଲୁ, ଗୋଟା ଜଳଖିଆ ଦୋକାନ ନାହିଁ ରେ। କଣ କରିବା, ମୁଁ ତ ଭୋକ କଲାଣି ଖାଇପାରୁନି। ବୋଉ କହୁଥିଲା ଘରୁ ଖାଇଦେଇ ଯିବାକୁ, ଭୁଲ ଆଉ କଥା। ଖାଇଦେଇକି ଆସିଥିଲି ଭାଇ। ଛାଡ, ମନ ଦୁଃଖ କଣ ନା, କଣ କରିବା ଗଲୁ ଖାଇ। ଆବେ ମୁଁ କଣ ଦୁଃଖ କରୁଛି, ପେଟ ବା ମନ ଦୁଃଖ କରୁଛି, ପେଟ କଣ ବୁଝିବ? ପେଟକୁ ବୁଝେଇଦବା, କାହିଁ ବ୍ୟସ୍ତ ହଉଛୁ। ଆଉ ସାଙ୍ଗ ତାଙ୍କ ଲୋକ ଠିଆ ହେଇଛି। ହଉ ହଉ। ଆରେ ଆରେ ମାଝି ବାବୁ, ଆସ ଆସ, ନମସ୍କାର। ହଁ ନମସ୍କାର। ଗାଡି କଣ ହେଇଛି? ନମସ୍କାର ନମସ୍କାର ମିଶ୍ର ବାବୁ। ଆଚ୍ଛା, ଗାଡି ଗଡେଇ ଗଡେଇ ହାଲିଆ ଢିଲା, ଗାଡି ତ ଟିକେ ସେମିତି ଖରାପ ହଉଛି ଆଉ। ହଁ ହଉ ଛାଡ, ମୁଁ ରଘୁକୁ ଡାକିଦିଏ। ହଉ। ରଘୁ ରଘୁ ରଘୁ, ଆଇଲୁ ଆଇଲୁ, ଆଇଲେଣି ଦେଖା କରିବାକୁ। ହଁ ଆସୁନ ଏଇଠିକି ଆସ। ନମସ୍କାର। ନମସ୍କାର। ଆ ତ ଭାଗ୍ୟ ତେଜ ବି ଭଲ ଘର ପାଇଲି। ଚାଲ ଚାଲ। ଏ ଗୁଙ୍ଗା, ଭାଇଙ୍କ ଗାଡି ଟା ଥୋଇଦେଲୁ ଭିତରେ, ଯା ଯା। ଆବେ ସାଙ୍ଗ, ଭଲ ଘର ପାଇଲି। ସେଠି ନା 6ଟା ବାଜିଲେ ଆମେ କରିଥିବା। ରଘୁଟା ପଳଉଛି ଆଗୁଆ, ଦେଖୁନୁ। ଆସ ଆସ। ପୁଅ କୁଆଡେ ଗଲେ? ଆଗୁଆ ଯାଉ, ମନ୍ଦିର ଯାଇ ପଶିଯାଉ। ହଉ ଆସନ୍ତୁ ଆମେ ଏଇଠି ଠାକୁର। ଆପଣ ଚାଲ ଚାଲ। ମୁଁ ତ ଜଣକି ନେଇକି ଯାଉଛି। ଘଡ ଘଡ କରି ବୁଲୁଅଛି ହେଲା। ବର୍ତ୍ତମାନ ନିଜ ମୋ ଚାଲେ ଯାକ ନେଇକି ଯୋଗ ଚାଲୁନ। ଘଡ ଘଡ କରି ଯେତେ ଶୀଘ୍ର ପାରୁଛୁ ଆମେ ବିଦାୟ ପଳେଇବା। ସାଙ୍ଗେ ସାଙ୍ଗେ ହଁ। ଅବେଶଳା ରଘୁ ଆଗୁଆ ଆଉଛୁ ଭାଇ କଣ? ହଉ। ଆଚ୍ଛା ଆଚ୍ଛା। ଚାଲ ଚାଲ। ହଉ ମାମୁଁ ବାପା ନେଇକି ଖାଇବାକୁ ପିଇବାକୁ ଦେଇକି ଭଲରେ ବିଦାୟ କଲେ। ମୁଁ ଟିକେ ଯାଉଛି ଚାଷ ମୋର ଭଲ ଲାଗି। ଆଉ ଆଜ୍ଞା ଆଜ୍ଞା। ହଉ ହଉ ଆସନ୍ତୁ 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 ଆଉ ବ୍ୟସ୍ତ ହନା, ବାହାଘର ହବ ଏଇଠି ଆଉ। ଆଚ୍ଛା ମହାନ୍ତି ବାବୁ, ଏ ପିଲା କଣ ଆସିଲା ବସିଲା, ଇଏ ଆପଣଙ୍କର ପୁଅ ହବ? ହଁ, ମୋର ଏଇ ଗୋଟାଏ ପୁଅ ଆଉ ଗୋଟାଏ ଝିଅ। ଏଇ ତ ମୋର ଗୋଟାଏ ବୋଲି ଶଳା ଆଉ ମୁଁ ଆଉ ଗୋଟେ ଆସିବ ଆମର। ଆଚ୍ଛା, ତମର ଏତେ ବିଳମ୍ବ କାହିଁ ହେଲା? ହଁ ମାଝି ବାବୁ, କଣ ହେଲା ଏତେ ଲେଟ୍ କାହିଁକି? ଲେଟ୍ କଣ, ଏ କି ଗାଡି, ଏ ଶଳାର କି ଗାଡି ମୁଁ ବି ଜାଣିପାରୁନି। ଆଇଲା ବେଳେ ସେଠି ପ୍ରେସର ଦେଇକି ଆଇଲି ଘର ପାଖରେ, ଏଠି ଆଇଲି ବିଲି। ଆଉ ତମେ ତ ଜାଣିଛ ଇଏଟା ଶରୀର ତ ଦେଖୁଛ। ମୁଁ କହିଲି ଗାଡିରେ ବୋ ମୁଁ ପେଲୁଛି, ଆଉ କଣ ପେଲି 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 ଆଉଛି, ଆଉ କଣ ଏଇ ଅବସ୍ଥା ଆଉ ନା କଣ? ହଁ ମାରେ, ଭୋକରେ ମାରି ସାଇଲେଣି ମତେ ସକାଳୁ। ଭାଇ ଜାଣିଲ, ତମେ ଯଦି ଆଉ ଅଧଘଣ୍ଟା ଲେଟ୍ କରିଥାନ୍ତ, ବେଣେଇ ଭାଇ ମୋ ଟିକେଟ କାଟିଥାନ୍ତି। ହଁ, ଖାଲି ମୁଁ ତ ହଉଛି, ତୁ ଜମା ହଉନୁ ଆଉ। ଭାଇ ଛାଡ, ଆଇଲେଣି କଥା ହବା ନା ଆଉ। ମୁଁ ଇନସଲ୍ଟ ଆଙ୍କରି ଆଗରେ କରିବ ନା, ଆଙ୍କ ଆଗରେ କରିବିନି ଆଉ କାହା ଆଗରେ କରିବି? ମୁଁ ତ ଇନସଲ୍ଟ ସବୁଠି କରିବି। ଆବେ ଶଳା, ଜୋଇଁ ପୁଅ ତ ଭଲ ଦେଖା ଯାଉଛି, ଆଉ ତୁ ଆମ ବିଷୟରେ କଣ କହିଛୁ ନା ନାଇଁ? ହଁ ବା କହିଛି। କଣଟା କହିଛି? କଣଟା କହିଛୁ କହିଲୁ? ତମେ ଟେନସନ ନିଅ ନାହିଁ, ତମ କଥା ହେଲ ଆଗ, ବଢିଆ ଝିଅ ଦେଖି। ହଉ ହଉ। ବୁଝିଲେ, ଆପଣ ଗାଁରେ ଯୋଉ କଷ୍ଟ ଗାଡି ଗଡେଇ ଗଡେଇ କୁହନା କୁହନା। ମୁଁ ତ ଗଡେଇ ଚାଲିଛି ଗଡେଇ ଆରେ ଚାଲିଛି ସାଙ୍ଗ, ଗଡେଇ ଚାଲିଛି। 5:30 ହେଲାଣି। କର ଜଲ୍ଦି ଯିବା, ତୁମର କଥା। ତୁ ଛାନିଆ ନା, ମୁଁ କଣ ଜାଣିନି? 6ଟା ବାଜିଲା ମାନେ ତୋତେ ଆଉ ଦେଖାଯିବନି, କାରଣ ତୁ ଅନ୍ଧାର କଣ। ଜଲ୍ଦି କର। ତୋ ରୋଗ ଅଛି ସେମାନେ ଯେ ଜାଣିବେ, ମୋ ପିଠିରେ ପୋଖରୀ ଖୋଳିଦେବେ, ମୁଁ ତା ପୂର୍ବରୁ କାମ ଶେଷ କରିଦଉଛି। ଆଚ୍ଛା। ଆରେ ପୁଅ, କଣ ହେଲା? କଣ ଅସୁବିଧା ହଉଛି କି ଆମ ଘରେ? ନାଇଁ ମଉସା, ଅସୁବିଧା କିଛି ନାହିଁ ଯେ, ଆଉ ଝିଅଟାକୁ ଯଦି ଯେତେ ଶୀଘ୍ର ତମେ ଡକେଇ ଦିଅନ୍ତ, ଆମେ ଟିକେ ଦେଖିକି ପଳାନ୍ତି, କାରଣ ଅଜଣା ରାସ୍ତା ତ।
ଆଉ ଟିକେ ଖାଲ ଡିବ ରାତି ହେଲେ ଦିନରୁ ପଳାନ୍ତୁ କାମ ସାରି ଦେଇକି ଆଉ ଟିକେ ଡକାନ୍ତୁ ଝିଅକୁ ଡକାନ୍ତୁ ପୁଅ ବି ଟିକେ ପୁଅ ଟିକେ ଅସ୍ତବ୍ୟସ୍ତ ହେଲାଣି ଆଉ ହଁ 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 ଡାକୁଛି। ଆବେ ଶଳା ବଇଛୁ କଣ? ଡାକୁନୁ ତ ଭାଣିଜିକୁ। ବଇଛୁ ଆସିକି ଭାଇଟା ପଳେଇଲା ଏକଲା ଛାଡିକି ଯିବ। ହଉ ଡାକ ଏତେ ଗପନି। ଆଲୋ ମା ଲତା ଏ କନକ ଲତା ଆ ଆଇଲୁ। କଣ ଏଥର ଖୁସି ତ ଛୁଆ ଆସୁଛି ଝିଅ ଦେଖିବୁ ଆଉ ଶଳା ଖାଲି କନ ଖାଲି ବାଡେଇବିଟି। ଆଚ୍ଛା ମଉସା କେତେ ଡେରି ହବ? ହଁ ହଁ ଆସୁଛି ଆସୁଛି। ଟିକେ ଡାକନ୍ତୁ ଝିଅକୁ ଡାକି ଦିଅନ୍ତୁ। ଆସିଲେଣି? ମା କନକଲତା ଆଇଲୁ। ଏଇଠିକି ଆ ମା ମୁଣ୍ଡିଆ ମାରେ ତାପରେ ବୋ ଆଚ୍ଛା ମା ଥୋ ମା ଥୋ ଧୁଣି କୋଷି ତାକୁ ହଉ ଆଉ ଯା ବସ। କଣ ଇଏ ଦେଖିଲ ଆଉ ପସନ୍ଦ ଆଉ କଥା ଆଗକୁ ବଢିଆ ଦେଖ ଟିକେ ଦେଖ ଓକେ ତ ଓକେ। ଆଉ ଜୋଇ ପୁଅ ଝିଅ ପସନ୍ଦ? ଆବେ ପସନ୍ଦ କଣ ପୁରା ପା ରାଜି ଦେଖୁନୁ ଜଣା ପଡୁନାହିଁ ଜୋଇ ପୁଅଙ୍କୁ ଦେଖି। ହ୍ୟାଲୋ ମା ଜୋଇ ପସନ୍ଦ ତ? ଆବେ ଶଳା ପସନ୍ଦ କେମିତି ହବ ସେ ବା ମୋ ଝିଅ ତମରି ଝିଅ ବୋଲି ପଚାରିଥିଲି। ହଉ କୁହ କନା କୁହ ଟିକେ କଣ ଖାଅ ମୁଁ ଟିକେ ମିଠା କର ନିଅ। ହଁ ଆମେ ସାଙ୍ଗ ଖାଉନୁ ଆଉ ଡେରି କରୁଛୁ ବାଟରେ ଗୋଟେ ଦୋକାନ ବି ନାହିଁ ତମର ଏଠି। ମୁଁ ଖାଉଛି ଆଜ୍ଞା ବିଶ୍ଵ ବାବୁ ଖାଉଛି ଆଉ ଯେତେ ଶୀଘ୍ର ହବ କଥାଟା ଟିକେ ଛିଡେଇ ଦବ ଆଉ ହେଲା ଆଉ କଣ କହୁଛନ୍ତି? ନାଇଁ ପୁଅ ତ ରାଜି ଝିଅ ତ ରାଜି ଆମେ ଆଉ କଣ କହିବା କଥାଟା ଆଗକୁ ବଢେଇବା ଆଉ। ହଉ 6ଟା ବାଜିବାକୁ 10 ମିନିଟ୍ ଅଛି। ଶୁଣ ଜଲ୍ଦି କାମ ଛିଡେଇକି ଚାଲ ପଳେଇ ଯଦି ବାକି ରହିବ କାଲି ଆସିକି ତୁଟେଇବା। ଆଚ୍ଛା ମିଶ୍ର ବାବୁ ଆଉ ଝିଅ ତ ଦେଖିଲୁ ମିଠା ତ ଖାଇଲୁ ଆଉ ବାକି କଥାବାର୍ତ୍ତା କାଲି ଆମେ ଆସିକି କରିବୁ ଆଉ ଆମେ ଟିକେ ଆଉଛୁ ଆଉ ହେଲା କାଲି ଆସିଲେ କରିଦବୁ। ଆରେ ଆରେ ନାଇଁ କାଲି କଣ ପୁଣି ଆହୁରି ଗୋଟେ ଖର୍ଚ୍ଚ କରିବି? ଆରେ ଶଳା କହୁନୁ ଆସ ନାଇଁ ଆଉ ହବନି ଆଇଲ ହଉ ମୁଁ ଅଛି ତୁ ଚିନ୍ତା କାହିଁ କରୁଛୁ ତୋ ସାଙ୍ଗ ଅଛି ପରା ତୋର କି ଚିନ୍ତା ତୁ ଏଇଠି ବାହାବୁ ଏଇଠି ସବୁ ତୋର କଥାବାର୍ତ୍ତା ଛିଡେଇକି ଯିବୁ ହେଲା କାଲି ଆଉ କାହିଁ ଆସିବା ଆଜି ତ ଗୋଟେ ଧନ୍ଦା ବନ୍ଦ କରି ଯାଇଛୁ ଧନ୍ଦା ମାର ପୁଣି କାଲି ଧନ୍ଦା ଯାହା କରି ଆଜି କରିଦବା ହେଲା ତୁ ବସ ଚିନ୍ତା କର। 9ଟା ବାଜିଗଲା ରେ ବ୍ୟସ୍ତ ହନା ମୁଁ ଅଛି ହେଲା ମୁଁ ମୋର ସମ୍ଭାଳି ଆଉ ଆଇଛୁ ଭାରି କଣ କରିବା କିଛି କରନା ଧରା ପଡିଗଲେ ପୋଖରୀ ଖୋଳିଦେବେ ହେଲା ପାଟି କଲା କିଛି ହବନି ତୁ ବ୍ୟସ୍ତ କାହିଁ ହଉଛୁ ତ କରିଦେଇଛି ଶ୍ୱଶୁର ଗୁଡା ରାଜି ତୋ ଚେହେରା ଦେଖି ପଇସା ପତ୍ର ଦେଖାଯାଉନି କଣ କରିବି ଦେଖାଯାଉନି ତୁ ପାଟି କନା ମୁଁ ଯୋଉଟା କହିବି ସେଇଟା କରିବୁ ହେଲା ପାଟି କନା ସେ ଜାଣିନେବେ ଚୁପଚାପ। ଆରେ ଜୋଇ ପୁଅ ଆମର ଟିକେ ସେଉଟା ଖାଉନ ଆମ ଏପଟ ସେଉ ଟିକେ ଭଲ ଲାଗେ ନିଅ ଖାଅ। ବାବୁ କହୁଥିଲି ଖାଉନୁ କହୁଥିଲୁ ଖାଇବାକୁ ଖା। ଆରେ ପୁଅ ସେଇଟା ସେଉ ନୁହଁ ସେଇଟା ଖଜା। ଆବେ ସେଇଟା ସେଉ ନୁହଁ ସେଇଟା ସେଉ ତୁ ଖାଇଦେଲୁ ସେ ଆମ ସିଆଡେ ସେଉକୁ ଖଜାକୁ ସେଉ କହନ୍ତି ଆପଣ ମାନେ ଜାଣିନଥିବେ ଆପଣ ବୁଝିବେ ଆମ ସିଆଡେ ଖଜାକୁ ସେଉ କହନ୍ତି। ଆଚ୍ଛା ଜୋଇ ପୁଅ ହଁ କୁହନ୍ତୁ। ମୋ ଝିଅ ତ ପସନ୍ଦ ଆସିଲା ଆଉ ଆମର ଇଆଡେ ଗୋଟେ ପରମ୍ପରା ଅଛି ପୁଅ ବୋହୁ ମିଠା ଟିକେ ଖୁଆଖୁଇ ହେବେ ତମେ ଟିକେ ମିଠା ଖୁଆଇ ଦିଅ ତାକୁ। ହଉ ବାପା ହଁ ସେଇଠି ଖୋଳା ହବ ସିଧା ହଁ ଆଗକୁ ହଁ ସେଇ ଗୋଟିକା ହଁ ସେଇ ଗୋଟା ଇଟାଟା ଉଠା ହଁ ଠିଆ ହୋ ସିଧା। ଆରେ ଶୁଣ ଆମର ତମେ ସିଆଡେ ଅବିକା କୁଆଡେ ଯିବ ଆଗେ ଝିଅକୁ ମିଠା ଦେଇ ତମେ ସରମ କାହିଁ କରୁଛି ଟିକେ ଲାଜେଇଟା ତ
ଆଉ ସରମ କରୁଛି ଆଉ ସିଧା ଆଗକୁ ଯା ଆମେ ଶଳା ମାଡ ଖୋଲି ଆଉ ଟିକେ ପାଖକୁ ଆସେ ସାଙ୍ଗ ମିଠା ଖୁଆ ଆବେ ସିଧା ହଁ ଚଳିବ ହଁ ହେଲା ମିଠା ରେ ଶଳା ସିଏ କଣ ପାଟିରେ ନ କହିକି ସେଇଠି ଛାଡିଦେଲେ। ନା ମ ପାଟିରେ ବାଇକ୍ ଆଉ ହଉ ଝୁଅ ତୁ ପ୍ଲେଟ ଟା ନେଇକି ଯା ସେ ଘରକୁ ଯା ନା ଯା। ହଉ ପୁଅ ଆଉ ସବୁ ତ ରାଜି ହେଇଛି ଆଉ ହଁ ବାହାଘର ତାରିଖ ଟା ଟିକେ ଠିକ କରିଦିଅ ଆଉ। ତାରିଖ କଣ ଠିକ କରେ ହେଲା ତ ଆଜି ରାତିରେ ଏଇଠି ରହିଯିବେ ମାଝି ବାବୁ ହେରିକା ଏଇଠି ମିଟିଂ ଟା ହବ ଆଉ କଣ କହୁଛ ମାଝି ବାବୁ ହବ ତ? ନାଇଁ ଆରେ ନାଇଁ ମିଶ୍ର ବାବୁ ମୁଁ ଆକୁ ତୁରନ୍ତ ନେଇକି ଯିବି କାରଣ ଆଙ୍କ ଘରେ ଆକୁ ଛାଡିଲେ ମୋର ଦାୟିତ୍ୱ ଇଏ ହେଇଯିବ କାରଣ 6ଟା ବାଜିଲେ ଆମେ ବାହାରେ କୋଉଠି ବୁଲୁନଥାଉ ଆମକୁ ଡର ହବ ଆପଣ ଜାଣିନାହାନ୍ତି ଆମେ ଆସିଲେ ଆଉ କଥାବାର୍ତ୍ତା ପକ୍କା କରିଦବା ଆଉ କଣ। ଆଚ୍ଛା ମିଶ୍ର ବାବୁ ଆଉ ପୁଅର ଝିଅ ପସନ୍ଦ ହେଲା ଆପଣ କଣ କହିଦିଅନ୍ତୁ ପସନ୍ଦ କି ନ ପସନ୍ଦ କୁହନ୍ତୁ। ଆମର ବି ପସନ୍ଦ ହେଇଛି ଓକେ ତ ଆମ ଝୁଅର ପସନ୍ଦ ମାନେ ଆମର ବି ପସନ୍ଦ ଆଉ। ଆଉ ଦବା ନବା କଥା ରହିଲା ଦେଖିବା ଆଉ କଣ ପୁଅ ଭାବିକି ନିଜ ପୁଅ ଭାବି କଣ ଦବ ଆଉ କଣ। ମୁଁ କହୁଥିଲି ଆଜି ରାତିଟା ଏଇଠି ରହିଯାଇଥାନ୍ତା। ରାତିରେ ଆଜ୍ଞା ରହିହବନି ସକାଳ ଆମର ପୁଅ ବି ତମ ଜୋଇଁର ବହୁତ ଧନ୍ଦା ଅଛି ଆଉ ସେ ଗଲେ ଧନ୍ଦା କରିବେ ଆମର ତ କଥା ପକ୍କା ହେଇଗଲା ଆଉ କଣ ସରମ କରୁଛନ୍ତି ନାଇଁ ଜୋଇଁଟେ ରାତି ହେଲେ ଲାଜେଇ ଯାଆନ୍ତି ସନ୍ଧ୍ୟାରେ ସେ କାହା ମୁହଁକୁ ଅନାନ୍ତିନି ସେ ତାଙ୍କର ଯୁଗର ବ୍ରତ ତାଙ୍କ ବଂଶଧରି ହଉ ହଉ ସେ କାହାକୁ ଅନେଇବେନି ହଉ ସନ୍ଧ୍ୟା ହେଲେ ସେ ସରମ କରନ୍ତି ହଉ ହେଲା ହଉ ଆସୁଛି ହଉ। ନମସ୍କାର କର ଶଳା ସିଧା ଆଗକୁ ନମସ୍କାର କର ନମସ୍କାର ହଁ ହଉ ଆମେ ଆସୁଛୁ ହେଲା ରହିଲି ନମସ୍କାର ହଁ ନମସ୍କାର ଆଜ୍ଞା ମୋ ଶଳାଟା ଏତେ ଦିନରେ ଗୋଟେ ଭଲ କାମ କରିକି ଦେଖେଇଛି। ମୁଁ ତମକୁ ବହୁତ ଭଲ ପାଏ। ହଉ ଚାଲ ଝିଅ ତାକୁ ଛାଡି